ସମ୍ମାନିତ କଲେ ବହୁତ ଗର୍ବ ଅନୁଭବ କଲୁ। ତା ଭିତରେ ବି ବହୁତ ଦୁଃଖ ବି ରହୁଛି, କାହିଁକି ନା ଦେଶ ପାଇଁ ସେ ଜୀବନ ଦେଇଛନ୍ତି। ଆମଠୁ ସେ ବହୁତ ଦୂରକୁ ଯାଇଛନ୍ତି। ବହୁତ କଷ୍ଟ ବି ଲାଗୁଛି, କାହିଁକି ନା ଛୋଟ ଛୋଟ ପିଲା ତାଙ୍କ ବାପାଙ୍କୁ ସେ ହରେଇଛନ୍ତି। ବହୁତ ଦୁଃଖ ଲାଗୁଛି। ମାନେ ଡାକିଛନ୍ତି ଶହୀଦ ଫ୍ୟାମିଲିଙ୍କୁ ସମ୍ବର୍ଦ୍ଧନା କଲେ ଖୁସି, କାହିଁକି ନା ଯେହେତୁ ସ୍ୱାମୀ ଦେଶ ପାଇଁ ଶହୀଦ ହେଇଛନ୍ତି। ବହୁତ ତା ଭିତରେ ବି ବହୁତ ଦୁଃଖ ବି ଅନୁଭବ କରୁଛୁ। ସୁବିଧା ତ ଅଛି, କିନ୍ତୁ ଦୁଃଖରେ ମୁଁ ଅଛି ବୋଲି କହିବିନି। ତଥାପି ମୁଁ ବହୁତ ଦୁଃଖରେ ଅଛି, କାହିଁକି ନା ମୋର ଛୋଟ ଛୋଟ ପିଲା। ଏବେ ମୋର ସେମିତି କିଛି ସରକାରଙ୍କ ପାଖରେ ବର୍ତ୍ତମାନ ଅଭିଯୋଗ ନାହିଁ, କାହିଁକି ନା ମୋର ଛୋଟ ଛୋଟ ପିଲା। ମୋର ସେମିତି କିଛି ଯାହାବି ସେଥିରେ ମୁଁ ଚଳି ଯାଉଛି। ବର୍ତ୍ତମାନ ଯେତେବେଳେ ଦେଖିବି କିଛି ଅସୁବିଧା ହେଲା, ମୋ ପିଲାମାନଙ୍କ ପାଇଁ କିଛି ପ୍ରୋବ୍ଲେମ ସୃଷ୍ଟି ହଉଛି, ତ ସେତେବେଳେ ସରକାରଙ୍କ ପାଖରେ ମୁଁ ଆବେଦନ କରିବି ଯେ ହଁ ମୋର ଏଇଟା ଅସୁବିଧା ହଉଛି, ମୋ ପିଲାମାନଙ୍କ ପାଇଁ ସାହାଯ୍ୟ ଦରକାର। ବହୁତ ଦୁଃଖରେ ଅଛି। ଦୁଃଖ ସବୁଦିନ ପାଇଁ ରହିବ, ଏଟା ତ କେବେ ବି ମୁଁ ଯେତେ ପର୍ଯ୍ୟନ୍ତ ବଞ୍ଚିଥିବି ସେତେ ପର୍ଯ୍ୟନ୍ତ ମୋର ଦୁଃଖ। ଯୋଉଦିନ ତ କହିଲା ଭଳିଆ ଆଜି ତ ମୁଁ ବାଟ ଚାଲୁଛି, କାଲି ବି କଣ ହବ ମୁଁ କହିପାରିବିନି, କିନ୍ତୁ ମୋର ଯେତେ ପର୍ଯ୍ୟନ୍ତ ମୁଁ ବଞ୍ଚିଥିବି ସେତେ ପର୍ଯ୍ୟନ୍ତ ଏଇଟା ଦୁଃଖ ମୁଁ କେବେ ମୋ ଜୀବନରୁ କେବେ ଭୁଲିବିନି। ସେଟା ନାଇଁ, ଯାଇଥିଲେ ଭବାନୀ ଭାଇ ପଠେଇଥିଲେ, ତାଙ୍କ ଷ୍ଟାମ୍ପକୁ କାହାକୁ ପଠେଇଥିଲେ। ସେଠୁ ନେଇକି ଓହ୍ଲେଇଲା ପରେ ଷ୍ଟେସନରୁ ସେ ମତେ ସମ୍ବର୍ଦ୍ଧନା କରିକି ନେଇକି ଆସିଛନ୍ତି। ସାମ୍ନା ମତେ କରିବାକୁ ପଡୁଛି, କାହିଁକି ନା ମତେ ସେ କହିକି ଯାଇଛନ୍ତି ମୁଁ ଥାଏ କି ନଥାଏ ତୁ କେବେ ପଛ ଘୁଞ୍ଚା ଦବୁନି। ମୁଁ ନଥିଲେ ବି ତୁ ସାହସ କରିକି ପିଲାମାନଙ୍କୁ ମଣିଷ କରିବୁ, ତୋର କିଛି ବି ଅସୁବିଧା ହବନି କହିଛନ୍ତି। କିନ୍ତୁ କହିଲେ ବି ସୁଦ୍ଧା ବହୁତ ଦୁଃଖରେ ବି ମୁଁ ଅଛି, କାହିଁକି ନା ମୋ ଦୁଃଖ ତ ସେଟା କାହାକୁ କହି ହବନି। କିନ୍ତୁ ମୋର କେବଳ ଲକ୍ଷ୍ୟ ପିଲା ଦିଟାଙ୍କୁ ମଣିଷ କରିବା ପାଇଁ। ନାଇଁ, ସେମିତି କିଛି ନାହିଁ। ମତେ ପିଲା ଦିଟାଙ୍କୁ ମଣିଷ କରିବାକୁ ହେଲେ ମତେ ନିଜେ ହିଁ ସବୁ ଆଡକୁ ଯିବାକୁ ପଡୁଛି। ସେମିତି ମୋ ପାଖରେ କେହି ସପୋର୍ଟ ନାହାନ୍ତି, କି ମତେ କେହି ଘରେ ବି କେହି ସେମିତି ସାହାଯ୍ୟ କରିବାକୁ ନାହାନ୍ତି, କାହିଁକି ନା ଫ୍ୟାମିଲି ବର୍ତ୍ତମାନ ଶାଶୁ ମୋ ପାଖରେ ଅଛନ୍ତି। କାହିଁକିନା ଶାଶୁ ବୋହୂ ଦି ଜଣ। ମତେ ଯାହା କିଛି ଯୋଉଠିକି ଯାହା ମାନେ ଘରଠୁ ବାହିରେ ପର୍ଯ୍ୟନ୍ତ ଯାହା ବି କିଛି ପ୍ରୋବ୍ଲେମ ହଉଛି, ମତେ ନିଜେ ହିଁ ବାହାରକୁ ଯିବାକୁ ପଡୁଛି। ତା ଭିତରେ ବି ମତେ ବହୁତ ଭଲ ମନ୍ଦ ଶୁଣିବାକୁ ପଡୁଛି। ତଥାପି ମୁଁ ତାକୁ ଖାତିର ନ କରି ମୋ ପିଲାମାନଙ୍କ ପାଇଁ ମୁଁ ଆଗକୁ, ମୋ ପିଲାମାନେ କେମିତି ଆଗକୁ ବଢିବେ ମୁଁ ସେଇ ବ୍ୟବସ୍ଥା ହିଁ କରୁଛି। ସେମାନଙ୍କୁ ବି ମୁଁ ଏଇ କଥା କହିବି ଯେ ମୋ ଭଳି ସେମାନେ କାହାରି କଥା ଶୁଣନ୍ତୁନି, କାହିଁକିନା ଭବିଷ୍ୟତରେ ପିଲାମାନଙ୍କୁ ଆଗକୁ ନବାକୁ ହେଲେ ସେ ସବୁ କଥାକୁ ପଛରେ ପକେଇ ମାନେ ଆଗକୁ ବଢିବାର ଅଛି। ଯେମିତି ମୁଁ ଆଗକୁ ବଢୁଛି ମୋ ପିଲାମାନଙ୍କୁ, ମୁଁ ଚାହୁଁଛି ମୁଁ ଯେମିତି ମୋ ପିଲାମାନେ ଆଗକୁ ବଢନ୍ତୁ, ସେମିତି ସେମାନେ ବି ଚାହାନ୍ତୁ ଯେ କେବେ ହାରିବାକୁ ମୁଁ ଚାହୁଁନି। କାହିଁକି ନା ଯେହେତୁ ଆମେ ହାରିଗଲେ ଆମେ ଜାଣିବୁ ଯେ ଆମ ସ୍ୱାମୀ କଣ, ଆମ ସ୍ୱାମୀ ଦେଶ ପାଇଁ ଜୀବନ ଦେଇଛନ୍ତି, ଗର୍ବର କଥା। ଯେମିତି ସେମିତି ମୁଁ ଭାବୁଛି ଯେ ସେ ଯେମିତି ଦେଶ ପାଇଁ ଗର୍ବ ଅନୁଭବ ଆମେ ଯେମିତି କରୁଛୁ, ଦେଶ ପାଇଁ ଜୀବନ ଦେଇଛନ୍ତି, ସେମିତି ମୁଁ ଚାହୁଁଛି ଯେ ଆମେ ବି ଆମ ପିଲାମାନଙ୍କ ପାଇଁ କି ଆଗକୁ ସବୁ ଶହୀଦର ଫ୍ୟାମିଲି ମାନଙ୍କୁ ମୁଁ ଏତିକି କହୁଛି ଯେ ସେମାନେ ଆଗକୁ ମାନେ ଏକଥା ସବୁ କାହାରି କଥା ନ ଶୁଣିକି ଆଗକୁ ପାଦ ବଢାନ୍ତୁ, ପିଲାମାନଙ୍କୁ ମଣିଷ କରନ୍ତୁ।